ମୁଁ ସୋମନାଥ ସ୍ୱାଇଁ ଘର କଟକ ଜିଲ୍ଲା ଜଗତସିଂହପୁର ରହୁଛି। ତେଣୁ ଏଠୁ ଭାଇଙ୍କ ସଂସ୍ପର୍ଶରେ ଆସିକି ଏଠିକି ଆସିଛି ଗଞ୍ଜାମର ପାରମ୍ପରିକ ଠାକୁରାଣୀ ମା କାଳୀ ଦଣ୍ଡ ନାଚ ଦେଖିବା ପାଇଁ। ବହୁତ ବଡ଼ ବିଶାଳକାୟ ପରିବେଶ, ଆଉ ଏତେ ସୁନ୍ଦର ପରିବେଶ, ଏ ସୁନ୍ଦର ପରିବେଶରେ ମନ ମୁଗ୍ଧ ହେଇଯାଉଛି ଆଉ ମନ ବି ବିମୋହିତ ହେଇଯାଉଛି। ଏ ଯୋଉ ମାଙ୍କର ଯୋଉ ଆଶୀର୍ବାଦ, ମାଙ୍କର ଯୋଉ କୃପା, ଯୋଉ ଏଇ ଯୋଉ ଖରା ରୁଦ୍ର ତାପ ଯୋଗୁ କୁ ଖାତିର ନ କରି ହଜାର ହଜାର ଲକ୍ଷ ଲକ୍ଷ ଲୋକ ମାନେ ଦର୍ଶକ ମାନେ ଭକ୍ତ ଆସିକି ମାଙ୍କ ଆଶୀର୍ବାଦ ନେବା ପାଇଁ ଭିକ୍ଷା ନେବା ପାଇଁ ଆସିଛନ୍ତି ପହଞ୍ଚନ୍ତି। ନାଇଁ ବହୁତ ବହୁତ ସୁନ୍ଦର, ଅତି ସୁନ୍ଦର। ଏଇଟା ଏମିତି ପରମ୍ପରା ମୁଁ କେବେ କୋଉଠି ଦେଖିନି, ଏଇଟା ମୋ ଲାଇଫରେ ଫାର୍ଷ୍ଟ ଟାଇମ୍। ଆଉ ଏତେ ସୁନ୍ଦର ବନ୍ଦୋବସ୍ତ କରିଛନ୍ତି, ଆଉ ଏତେ ସୁନ୍ଦର ଭାବରେ ଭକ୍ତମାନଙ୍କ ପାଇଁ କି ଖାଇବା ପିଇବା ରହିବା ଆଉ ସବୁ ପ୍ରକାର ସୁବିଧା, ପଣା ପାଇବା ଠାରୁ ମାଙ୍କ ଦର୍ଶନ କରିବା ବହୁତ ସୁନ୍ଦର। ଆଉ ଏଇ ସାହୁ ପରିବାର ତାଙ୍କର ଏଠି ଗୋଟେ ବହୁତ ସୁଖ୍ୟାତ ଅର୍ଜନ କରିଛନ୍ତି ଏମାନଙ୍କ ପାଇଁ। ଏ ଗାଁର ବି ବହୁତ ଗୌରବ, ମାନେ ଏଇ ପରିବେଶଟାକୁ ଦେଖିକି ଗାଁ ଲୋକ ବି ବହୁତ ଉତ୍ସାହିତ। ବହୁତ ଭକ୍ତମାନେ ଲକ୍ଷ ଲକ୍ଷ ଆପଣ ତ ଦେଖୁଥିବେ ବହୁତ। ଆଉ ମୁଁ ବି ଅନୁଭବ କରୁଛି ମାଙ୍କର ବହୁତ କରୁଣା, ବହୁତ ଅପାର ମହିମା। ଦେଖନ୍ତୁ, ମୁଁ ଜଣେ ବୟସ୍କ ହିସାବରେ ଯାହା କହିବି ଯେ ଦଣ୍ଡକାଳୀଙ୍କର ଯାହା କୃପା ଅଛି, ଆମେ ପିଲାଠୁ ବଡ଼ ପର୍ଯ୍ୟନ୍ତ ବର୍ତ୍ତମାନ ଦେଖୁଛୁ ତାଙ୍କର ମହାନତା। ଯିଏ କରିଛି ସିଏ ଜାଣିଛି, ଆଉ ଯିଏ ତାଙ୍କୁ ଉପାସନା କରିଛି ତାର ଫଳ ସିଏ ପାଇଛି। ଆଉ ଆଜି ଏଇ ଯୋଉ ସନ୍ଧି ନୂଆପଲ୍ଲୀର ସାହୁ ପରିବାର ତରଫରୁ ଅଷ୍ଟଦଣ୍ଡ ମିଳନ ହେଇଛି, ତାହା ଗୋଟେ ଆମ ପାଇଁ ବଡ଼ ଗୌରବ, ଆମ ଅଞ୍ଚଳବାସୀଙ୍କ ପାଇଁ ବହୁତ ଗୌରବ। ଆମେ ଜାଣିଛୁ ଏଇ ସାହୁ ପରିବାରଙ୍କର ଆଧ୍ୟାତ୍ମିକ ଭାଗ ଏବେ ନାହିଁ, ଆମେ ରାଜନୀତି କଲାଠୁ ବା ଆମେ ସମାଜସେବା କଲାଠୁ ଏ ପରିବାର ସହ ଆମେ ଜଡ଼ିତ। ତାଙ୍କର ମହାନତା, ଲୋକଙ୍କର ସେବା, ଏ ମନୋବୃତ୍ତି ନେଇ ଆଜି ଆମେ ଗୋଟିଏ ଥଳ ଯଦି ଡାକିବା ଗାଁକୁ ମନା କରନ୍ତି, କିନ୍ତୁ 8 ଦଣ୍ଡ ମେଳନ କରୁଛନ୍ତି। 13 ଦିନରେ 17 ଦଣ୍ଡ ତାଙ୍କର କରୁଛନ୍ତି। ତାଙ୍କର ଯୋଉ ନୀତି ନିୟମ ଅଛି ସେଇ ଅନୁପାତରେ ତାଙ୍କର ଧୂଳି ଦଣ୍ଡଠୁ ଆରମ୍ଭ କରି ଗ୍ରାମ ପ୍ରବେଶ, ବର୍ତ୍ତମାନ ପାଣି ଦଣ୍ଡ, ଅଗ୍ନିଦଣ୍ଡ, ମହାମିଳନ, ପ୍ରତ୍ୟେକ ଜାଗାରେ ତାଙ୍କର ଯୋଉ ମହାନତା ଅଛି ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ସେ ପରିବାରକୁ ମା କାଳୀଙ୍କର କୃପା ରହୁ, ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହଉ, ତାଙ୍କ ପରିବାର ସମସ୍ତଙ୍କର ମଙ୍ଗଳ କାମନା କରୁଛୁ। ହଜାର ହଜାର ଭକ୍ତ ସମାଗମ ହେଇଛନ୍ତି, ପରିବେଶ କେମିତି ରହୁଛି? ଓ ବହୁତ ଶୃଙ୍ଖଳିତ। ଏଠି ପରିବାରର କୌଣସି ଲୋକଙ୍କର ସମାଗମ ଯେମିତି ହବ କୌଣସି ଅସୁବିଧା ହବନି, ଏଇଟା ଆମେ ଭଲ ଭାବେ ଜାଣିଛୁ। ତାଙ୍କର ସୁବିଧା, ଲୋକଙ୍କର ଜଳପାନଠୁ ଆରମ୍ଭ କରି ପ୍ରସାଦ ସେବନ ପର୍ଯ୍ୟନ୍ତ ପ୍ରତ୍ୟେକ ତାଙ୍କର ସୁବିଧା ରହିଛି, ବହୁତ ପ୍ରକାର ରହିଛି। ବହୁତ ବିଶ୍ୱାସ, ମାଙ୍କ ଉପରେ ବିଶ୍ୱାସ ନଥିଲେ ଲୋକ ଏତେ ଆସନ୍ତେନି। ମୁଁ ଜାଣିବା ଭିତରେ କାଳୀଙ୍କର କୃପା, ଏ 13 ଦିନରେ ତାଙ୍କେ ଯାହା କହନ୍ତି ତାହା କରନ୍ତି, ଏଇଟା ମୁଁ ଭଲ ଭାବେ ଜାଣିଛି। ମୁଁ ସାହୁ ପରିବାର ସଦସ୍ୟ, ମୁଁ ଭଗବାନ ସାହୁଙ୍କର ସାନ ଭାଇ। ମାଙ୍କର ଆଶୀର୍ବାଦରେ ତ ହଜାର ହଜାର ଶ୍ରଦ୍ଧାଳୁ ଆଶା ଆଉ ଆକାଂକ୍ଷା ନେଇକି ଆସୁଛନ୍ତି ଯେ ସେମାନଙ୍କର ଆତ୍ମବିଶ୍ୱାସ ଅଛି ଯେ ମାଙ୍କର ଆଶୀର୍ବାଦ ନେବା ପାଇଁ। କିନ୍ତୁ ସମସ୍ତଙ୍କ ସହଯୋଗରେ ସେ ଏତେ ବଡ଼ ଜିନିଷଟା ହେଇପାରୁଛି। ତ ଦଣ୍ଡ ବିଧାନର ନୀତି ନିୟମ ଅଛି, ଆଗରୁ ତ ଆମର ପ୍ରଚଳିତ ହେଇ ଆସୁଛି। ତାଙ୍କର ବିଧାନ ଯୋଉଟା କି ତାଙ୍କର ପାଣି ଦଣ୍ଡ ଅଛି, ଧୂଳି ଦଣ୍ଡ ଅଛି, ତାଙ୍କର ମାନେ ଆମର ଆସିକିରି ଆଳତି ଅଛି, କାର୍ଯ୍ୟକ୍ରମ ସମୟାନୁକ୍ରମେ ସମସ୍ତ କାର୍ଯ୍ୟସୂଚୀ ସବୁ ଦିଆଯାଇଛି ସେମାନଙ୍କୁ। ସେମାନେ ସମୟରେ ସେମାନେ ସମ୍ପାଦନ କରିବା ପାଇଁ ସେମାନେ ଅନୁରୋଧ କରାହେଇଛି। ହଁ, ସେଇଟା ତ ସତ କଥା ଯେ ଯୋଉମାନେ ଭକ୍ତ ହଜାର ହଜାର ଭକ୍ତ ତାଙ୍କେ ଧାଇଁ ଆସନ୍ତି କିଛି ମାଙ୍କର ଆଶୀର୍ବାଦ ନେବା ପାଇଁ, ସେମାନଙ୍କର ମାନେ ମନସ୍କାମନା ପୂର୍ଣ୍ଣ ହଉଛି। ଆଉ ଯୋଉଥିରେ କି ଗୋଟିଏ ଜାଗାରେ ହଜାର ହଜାର ମାଙ୍କର କୃପା ଯୋଗୁ ଆଜି ହଜାର ହଜାର ଶ୍ରଦ୍ଧାଳୁ ଆଉ ଲକ୍ଷ ଲକ୍ଷ ଜନତାଙ୍କର ବିଶ୍ୱାସ ଅଛି, ସେଥିପାଇଁ ସମସ୍ତେ ଧାଇଁ ଆସନ୍ତି ମାଙ୍କର ଆଶୀର୍ବାଦ ନେବା ପାଇଁ। ସେଇତ ହଉଛି ମାଙ୍କର ତାରି ଆଶା ଯୋଗୁ, ତାର ଏଠି ଖେଳିବା ପାଇଁ ତାର ଯୋଗ ଅଛି। ଆଉ ସମସ୍ତ ଶ୍ରଦ୍ଧାଳୁଙ୍କର ଆଶା ଯୋଗୁ ଏଠି ମା ଖେଳିବା ପାଇଁ ତାଙ୍କୁ ଆସୁଛନ୍ତି। ନାଇଁ, ଆମେ ତ କହିବୁନୁ ଯେ ମାଙ୍କର ଆଜି ମାନେ ଯୋଉ ଖେଳିବା ପାଇଁ ଏଇଠି ତାଙ୍କର ସୁଯୋଗ ପାଉଛି। ଆଉ ସେମାନଙ୍କ ମାଙ୍କୁ ଆମର ସବୁବେଳେ ବିନମ୍ର ନିବେଦନ ଯେ ତାଙ୍କରି ଆଶାରେ ଏତେ ଜିନିଷ ହେଇପାରୁଛି, ତାଙ୍କ କୃପାରୁ ହିଁ ଏତେ ବଡ଼ ଜିନିଷ ହେଇପାରୁଛି।